ଏବେ ଘରେ ମଉସା ମାଉସୀ 2 ଜଣ, ଘର ପୁରା ସୁନସାନ। ଏଭଳିଆ ସୁନସାନ ଘରେ ନା ମତେ ବେଶୀ ବିରକ୍ତ ଲାଗେ ରହିବା ପାଇଁ। ମତେ ସବୁବେଳେ କାମ ଧନ୍ଦା ଚାଲିଥିବ, ପିଲାମାନେ ପାଟିତୁଣ୍ଡ କରୁଥିବେ, ମତେ ଭଲ ଲାଗେ ରହିବା ପାଇଁ। ଯୋଉମାନେ ସିନା ଏକା ରହିବା ଅଭ୍ୟାସ କରିଦେଇଛନ୍ତି ରହିପାରୁଛନ୍ତି, କିନ୍ତୁ ମତେ ଭଲ ଲାଗେ ନା ଏଭଳି ରହିବା। ଆଉ ମଉସା ସକାଳୁ ଗାଧପାଧ ହେଇ ଆସି ଠାକୁର ପୂଜା ସରେଇ ଛତୁଆ ଟିକେ ଖାଇ ଦାଣ୍ଡ ଘରେ ବସିଲେଣି। ମୁଁ ମୋର ଠାକୁରଙ୍କୁ ପ୍ରଣାମ କରି ଛତୁଆ ଟିକେ ଖାଇ ପରିବାପତ୍ର ଟିକେ କଟାକଟି କରିଦଉଛି ରୋଷେଇ ବସିବା ପାଇଁ। ଆଜି କରିଦେବି ପରିବାପତ୍ର ପକେଇ ଖୁଦ ଟିକେ ପକେଇ କାଞ୍ଜି କରିଦେବି, ଅଲଡି ଆଳୁ ଭାଜିଦେବି। ପିଲାମାନେ ସବୁ କମେଣ୍ଟ କରିଥିଲେ ଗ୍ରୀନ୍ ଚୁଡ଼ି କାହିଁ ପିନ୍ଧୁନାହାନ୍ତି ମାଉସୀ ବୋଲି। ସେଥିପାଇଁ ମଉସା ଯାଇକି ଆଣିଦେଲେ ଗ୍ରୀନ୍ ଚୁଡ଼ି ମୁଠେ, ତାକୁ ଟିକେ ପିନ୍ଧିଦେଲି। ତାପରେ ଅଲଡି ଆଳୁକୁ ଭଜା ଟିକେ ବସେଇଦେଲି। ଆଜି ଏତେ ଖରା କୁହନ୍ତୁନି, ମୁଣ୍ଡ ଫଟା ଖରା ହଉଛି। ବାହାରକୁ ଯାଇ ଟିକେ ଦେଖେ ତ ପୁରା କଲୋନୀ ସୁନସାନ। ତାପରେ ଆସିକି ଭଜାଡି ହେଇଯାଇଥିଲା, ମଉସାଙ୍କୁ ଦେଇଦେଲି ଖାଇବା ପାଇଁ, ମୁଁ ମଧ୍ୟ ଖାଇଦେଲି। ଖାଇସାରିଲା ପରେ ବାସନ କୁସନ ମାଜି ରେଷ୍ଟ ନେଇଗଲି। ଆଜି ପାଇଁ ରହୁଛି, ନମସ୍ତେ।